ଆଜ୍ଞା ସାର୍ ନମସ୍କାର। ନମସ୍କାର। ମୁଁ କହିଲି ଆପଣ କିଏ କହୁଥିଲେ? ସାର୍ ମୁଁ କହୁଥିଲି ଆଡିସନାଲ ଚିଫ ଇଞ୍ଜିନିୟର କହୁଥିଲି। ଆଚ୍ଛା, ମୁଁ ଏମଏଲଏ ଭଦ୍ରକ ଶୀତନ ଚକ୍ର ମହାପାତ୍ର କହୁଥିଲି। ଆଜ୍ଞା ସାର୍ ନମସ୍କାର ସାର୍। ମୁଁ କହିଲି ବର୍ତ୍ତମାନ କଣ ଷ୍ଟାଟସ୍, ଆପଣ ପାଣି କେତେ କେତେ ବର୍ତ୍ତମାନ ଆଉ ଅଛି, ମାନେ ଡେଞ୍ଜର ଲେବୁଲ ଉପରେ କେତେ ଅଛି ଆଉ? ସାର୍ ଆମର ରିଜର୍ଭର କାପାସିଟିରେ ହଁ ଆମର 85% ହେଇଗଲାଣି ସାର୍। ରିଜର୍ଭର ର ଷ୍ଟୋରେଜ କାପାସିଟି ହେଇଗଲାଣି। ଆମେ ଆଚ୍ଛା ଦିଟା ଗେଟ୍ ସାର୍ ଖୋଲିଛୁ, ରେଡିଆଲ ଗେଟ୍ ଦିଟା, ଆଉ ଦିଟା ସାର୍ ସ୍ଲୁଇସ୍ ଗେଟ୍ ଖୋଲିଛୁ। ଚାରିଟା ଗେଟ୍ ର ଆମେ ସାର୍ 56 କ୍ୟୁମେକ୍ ପାଣି ସାର୍ ଛାଡିଛୁ, 2200 କ୍ୟୁସେକ୍ ପାଣି ଛାଡିଛୁ ସାର୍ ନଦୀରେ। ମାନେ ଛାଡି ସାରିଲେଣି ଅଲରେଡି? ନାଇଁ ସାର୍, ଏଇଟା ଚାଲିଛି, କାଲି ଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି କଣ୍ଟିନ୍ୟୁ। ସେଠି ବଢିନି କି କମିନି। ଆମେ ବଢେଇ ପାରୁନୁ, ଯଦିଓ ବଢେଇବା କଥା ସାର୍, ଭଦ୍ରକ ଏରିଆ ଯେହେତୁ ଆଫେକ୍ଟ କରୁଛି ସାର୍, ଆମେ ବଢେଇନୁ। ସେତିକି ସାର୍ ଖାଲି ଡ୍ୟାମ ଟାକୁ ସୁରକ୍ଷା କରିବା ପାଇଁ ଆମେ ସେତିକି ପାଣି ଛାଡିଛୁ ସାର୍ ଖାଲି। ନା ଆପଣ ଦେଖନ୍ତୁ, ବର୍ତ୍ତମାନ ଯଦି ଏଇ ଯୋଉ ପୂର୍ଣ୍ଣମୀ ପାଇଁ ଆପଣଙ୍କର ପାଣି ଟା ବି ଇଏ ହଉନି, ରିଟର୍ନ ହଉଛି। ଆଜ୍ଞା ସାର୍, ଯୋଉ ରିସିଡ୍ କରୁନାହିଁ, ଟାଣୁ ହଁ, ନାହିଁ ରିଭର। ଆଜ୍ଞା ଯୋଉଥିପାଇଁ ବର୍ତ୍ତମାନ ଆମର ପାଣି ଲେବୁଲ କାଲି ରାତିରେ ଯାହା ଥିଲା ଆମ ଏରିଆରେ, ଆଜ୍ଞା ସାର୍। ଆଜି ପାଣି ଲେବୁଲ ବଢିଛି ସବୁ ଏରିଆରେ। ଆଜ୍ଞା ତ ଆଜ୍ଞା ବର୍ତ୍ତମାନ ଆପଣ ଆଉ ଆମକୁ ଟିକେ ସମୟ ଦିଅନ୍ତୁ, ଆଉ ଗେଟ୍ ନ ଖୋଲିବା, ଯେମିତି ଆପଣଙ୍କର 85% ଭିତରେ ରଖନ୍ତୁ ତାକୁ, ଆଉ ଯେମିତି ନ ଆସୁ ଆମକୁ ବେଶୀ। ଖୋଲିଦେଲେ ପୁଣି ଲୋକଟା ହଇରାଣ ହେଇଯିବେ। ନା ସାର୍, କେବେ ବି ଆମେ ବେଶୀ ଖୋଲିବୁନି ସାର୍। ଏବେ ଆମେ ପୁରା ବନ୍ଦ କରିଦିଅନ୍ତୁ। ଏବେ ବି ହୁଁ, ଇନଫ୍ଲୋ ପାଣି ଟା ସାର୍ ଯେତିକି ଆସୁଛି, ଆଉଟଫ୍ଲୋ ପାଣି ଟା ସେତିକି ସାର୍ ଛାଡୁଛୁ। ଆଉ ମାନେ ସେଇ 85 ରହୁଛି।